ଏବେ କେତେ ଅଛି ହଁ ଟିକେ ବଢିଛି ଆଉ 5 ଟଙ୍କା 6 ଟଙ୍କା ହେଇଛି ଆଉ କାରଣ କ'ଣ ପାଇଁ ଭାବୁଛନ୍ତି? କାରଣ ଏଇ ଯୋଉ ଗ୍ୟାସ ସମସ୍ୟା ମଧ୍ୟପ୍ରଦେଶ ଯୋଉ ଗମାଟ ଯୁଦ୍ଧ ତାରି ପ୍ରଭାବଟା ପଡୁଛି ନହେଲେ ଆଉ କିଛି ନାହିଁ। ବ୍ରହ୍ମପୁର ତ ଆମର ଜଳିଖିଆ ପାଇଁ ବେଷ୍ଟ, ସେଥିପାଇଁ ତ ବ୍ରହ୍ମପୁର ସହରରେ ଜଳିଖିଆ ଖାଇବା ପାଇଁ ପସନ୍ଦ କରନ୍ତି। ଆଉ ଆମେ ବି ଜଳିଖିଆ ଖାଇକି ଆମେ ବି ନିଜକୁ ଶାନ୍ତି ଅନୁଭବ କରୁ ବ୍ରହ୍ମପୁରରେ। ଇଡଲିର ଦର ଇଡଲିର ସାଇଜ୍ ଟିକେ କମିଲା। ଇଡଲି ସାଇଜ ପ୍ରାୟ ଠିକ ଅଛି, ମାତ୍ର ଇଡଲି ଏବେ ଦର କେତେ ଟଙ୍କା ପାଖାପାଖି ଆସୁଛି? ଅଛି କୋଉଠି 6-7 ଅଛି, ମାତ୍ର ଏଇଠି ମାତ୍ର ଭଲ ଅଛି। ଇଡଲି ବି ବହୁତ ସଫ୍ଟ ଅଛି, ଭଲ ଅଛି। ଅନ୍ୟ ଜଣ ଅଛି ଭାଇନା ଜଳିଖିଆ ଖାଇବା ଆସୁଛନ୍ତି, କ'ଣ କ'ଣ ଖାଇଲେ କେମିତି ଦର? ପୁରୁଣା ଏବେ ଦେଖନ୍ତୁ 15 ଦିନ ତଳେ ଦର କ'ଣ ଥିଲା, ଏବେ ତ ଗ୍ୟାସ୍ ଏସବୁ ବଢ଼ିଲା ପରେ ଦର କେମିତି ଅଛି? ଏବେ ଗ୍ୟାସ୍ ବଢ଼ିଯାଇଛି ତ, ଆଉ 2-3 ଦିନ ହେଲା ଅଧିକ ପଡ଼ୁଛି। ଇଡଲି କେତେ ଟଙ୍କା ଲେଖା ପଡ଼ିଲା? ଇଡଲି 7 ଟଙ୍କା ଲାଗିଲାଣି, 5 ଟଙ୍କା ଥିଲା 7 ଟଙ୍କା ହେଇଗଲାଣି। ଆଉ ମସଲା ଉପମା କେମିତି କ'ଣ? 7 ଟଙ୍କା ଥିଲା ଏବେ 10 ଟଙ୍କା ହେଇଗଲାଣି। ଯେତେବେଳେ ଯୁଦ୍ଧଟା ହେଉଛି ତାର ପ୍ରଭାବ ପଡ଼ୁଛି ପରିବାପତ୍ର ଉପରେ, ତେଲ ଗ୍ୟାସ୍ ସବୁ ଯାକ ପ୍ରଭାବ ପଡ଼ୁଛି। ଟିକେ ମାନେ ଯେଉଁ ଲୋକମାନେ 5 ଟଙ୍କାରେ ଯେଉଁ ଥିଲା ବେଳକୁ ଯେତିକି ଅଧିକ ଖାଉଥିଲେ ଏବେ ଟିକେ କମିଯିବ। ଏବେ ଟିକେ କମିଯାଇଛି। ଆପଣ ଆସିଥିଲେ ଜଳିଖିଆ ଖାଇଲେ, କ'ଣ କ'ଣ ଖାଇଲେ ବା? ଉପମା, ପୁରୀ, ଗାରି। ଦର କେମିତି ରହିଛି ଦେଖୁଛନ୍ତି? ଯେଉଁ ଦର ଥିଲା 15 ଦିନ ତଳେ, ଆଜିର ଦର କେମିତି? ଆଜିର ଦର ବହୁତ ଏବେ ମାନେ ଗ୍ୟାସ୍ ଲାଗି ବହୁତ ମାନେ ରେଟ୍ ବଢି ଯାଇଛି। ଏବେ ଇଡଲି କେତେ ଟଙ୍କାରେ ଖାଉଥିଲା, ଆଜି କେତେ ଟଙ୍କା ଅଛି? 5 ଟଙ୍କାର ଗୋଟେ ଇଡଲି ଖାଉଥିଲୁ ଆମେ, ଏବେ ବର୍ତ୍ତମାନ 6 ଟଙ୍କା 7 ଟଙ୍କା ହେଇଗଲାଣି। ଆଉ 20 ଟଙ୍କାକୁ 4ଟା ଜମିଥିଲା, ଏବେ ବର୍ତ୍ତମାନ 3ଟା ହଉଛି, ବୁଝିଲ। ଆଉ ଆମ ମାନେ ପରିଶ୍ରମ ଲୋକକୁ ବହୁତ କଷ୍ଟ ହଉଛି। ଆଉ ଯେଉଁମାନେ ଚାକିରିଆ ଗୁଡ଼ା ତାଙ୍କୁ କିଛି ପ୍ରଭାବ ସେତିକି ପଡୁନି, ଆମକୁ ବହୁତ ପ୍ରଭାବ ପଡୁଛି। ଦେଖିବେ ଜଳଖିଆ